ହଠାତ୍ ଜଣେ ନିର୍ଦ୍ଦେଶକ ଚେଞ୍ଜ କରିଦଉଛନ୍ତି ନା ସେଟା ଆକ୍ଚୁଆଲି କଷ୍ଟଦାୟକ। ସେଥିପାଇଁ ଅନୁଭବ ଓହରି ଯାଇଛି ବୋଲି ମୁଁ ଯାହା ଶୁଣିବାକୁ ମିଳୁଛି। ରାବଣକୁ ଯୋଉ ଦୃଷ୍ଟିରେ ଲୋକ ଦେଖୁଥିଲେ କିମ୍ବା ଅନୁଭବ ଯୋଉ ଇମୋସନ ଯୋଉଠି ଜଡିତ ଥିଲା ଯୋଉ ରାବଣ, ସେ ରାବଣ ନିଶ୍ଚିତ ଆସୁଛି ଆଉ ନିଶ୍ଚିତ ଆସିବ। ଆଉ ତାର ଫ୍ୟାନ ଫଲୋର୍ସ କିମ୍ବା ତାଙ୍କୁ ଭଲ ପାଉଥିବା ଦର୍ଶକଙ୍କୁ ସେ କେବେ ହାରାସମେଣ୍ଟ କରିବ ନାହିଁ ବୋଲି ମୋର ଆଶା ଓ ବିଶ୍ୱାସ। ଯେତେବେଳେ ଗୋଟେ ଇମୋସନ ଗୋଟେ ଟାଇଟଲ ପ୍ରତି କିମ୍ବା ଗୋଟେ ସିନେମା ପ୍ରତି ଥାଏ, ସେଇ ଟାଇଟଲ ଯେତେବେଳେ ଚେଞ୍ଜ ହେଇଯାଏ ସେ ଗୋଟେ ଟାଇପର ସେଇଭଳିଆ ଲାଗେ, ଟିକେ ହାରାସମେଣ୍ଟ ଲାଗେ, କାହିଁକିନା ସେ ସବଜେକ୍ଟ ସହିତ ସେ ଟାଇଟଲ ସହିତ ସେ ଜଡିତ ଥିଲେ। ମୁଁ ଭାବୁଛି କଣ କି ରାବଣ ଯୋଉ ସିନେମା ଯୋଉ ଟାଇଟଲ ଅଛି, ସେ ରାବଣ ପ୍ରତି ଅନୁଭବର ଇମୋସନ ଅଛି। ତା ସାଙ୍ଗରେ ତାର ଯୋଉ ଫ୍ୟାନ ଫଲୋର୍ସ ଯୋଉମାନେ ଅଛନ୍ତି କିମ୍ବା ଯୋଉମାନେ ରାବଣ ଟାଇଟଲକୁ ଜାଣିଛନ୍ତି, ଏତେ ଦିନ ହେଲାଣି ରାବଣକୁ ଅପେକ୍ଷା କରୁଛନ୍ତି, ସେମାନେ ବି ସେ ଇମୋସନ ସହିତ ଜଡିତ, ସେ ଟାଇଟଲ ସହିତ ଜଡିତ। ଯେତେବେଳେ ହଠାତ୍ ଜଣେ ନିର୍ଦ୍ଦେଶକ ଚେଞ୍ଜ କରିଦଉଛନ୍ତି ନା ସେଟା ଆକ୍ଚୁଆଲି କଷ୍ଟଦାୟକ। ସେଟା ସେଥିପାଇଁ ଅନୁଭବ ଓହରି ଯାଇଛି ବୋଲି ମୁଁ ଯାହା ଶୁଣିବାକୁ ମିଳୁଛି। କିନ୍ତୁ ଏଇଟା ଆକ୍ଚୁଆଲି ଭୁଲ। କାହିଁକି ନା ଯୋଉ ଟାଇଟଲ ପ୍ରତି ସେଇ ନିର୍ଦ୍ଦେଶକ ସେତେବେଳେ ମଧ୍ୟ ପୋଷ୍ଟ କରିଥିଲେ ସେ ରାବଣ ଟାଇଟଲକୁ ନେଇକି ପ୍ରଥମେ, ତାପରେ ପରିବର୍ତ୍ତନ ହେଇଗଲା ସମୟାନୁକ୍ରମେ ଯଦି ପରିବର୍ତ୍ତନ କରିଛନ୍ତି, ହୁଏତ କିଛି ତାଙ୍କ ପାଇଁ କିଛି କାରଣ ଥାଇପାରେ, କିନ୍ତୁ ରାବଣ ସୁନିଶ୍ଚିତ ଦଶହରାକୁ ଆସୁଛି ବୋଲି ମୁଁ ବି ଜାଣିଛି। ହୁଏତ ସେଇ ପ୍ରଡକ୍ସନରେ ନ କରିପାରେ, କିନ୍ତୁ ନିଶ୍ଚିତ ରାବଣ ଆସିବ। ଆଉ ଯେହେତୁ ରାବଣ ସହିତ ଇମୋସନ ଜଡିତ ଅଛି, ଏତେ ଦିନ ହେଲା ଲୋକ ଅପେକ୍ଷା କରୁଛନ୍ତି, ତା ଦର୍ଶକଙ୍କୁ ତାକୁ ଏବଂ ତା ରାବଣକୁ ଭଲ ପାଉଥିବା ଲୋକଙ୍କୁ ହାରାସମେଣ୍ଟ ନ କରିବା ପାଇଁ ସେ ଚିନ୍ତାଧାରା ଏଇଆ ନେଇଛନ୍ତି, ଯେ ସେଠୁ ଓହରିଲେ। ଅନୁଭବକୁ ବ୍ଲାକମେଲିଂ କରାଯାଉଛି କୋଉଠି ନା କୋଉଠି, ଏ ମଧ୍ୟ ଗୋଟେ ପ୍ରସଙ୍ଗ ଆସୁଛି। ନାଇଁ, ବ୍ଲାକମେଲିଂ ଯଦିଓ ନୁହଁ, ଯେତେବେଳେ ଗୋଟେ ଇମୋସନ ଗୋଟେ ଟାଇଟଲ ପ୍ରତି କିମ୍ବା ଗୋଟେ ସିନେମା ପ୍ରତି ଥାଏ, ସେଇ ଟାଇଟଲ ଯେତେବେଳେ ଚେଞ୍ଜ ହେଇଯାଏ ସେ ଗୋଟେ ଟାଇପର ସେଇଭଳିଆ ଲାଗେ, ଟିକେ ହାରାସମେଣ୍ଟ ଲାଗେ, କାହିଁକିନା ସେ ସବଜେକ୍ଟ ସହିତ ସେ ଟାଇଟଲ ସହିତ ସେ ଜଡିତ ଥିଲେ। କିନ୍ତୁ ଏବେ ଯୋଉ ସିଚୁଏସନ ହଉଛି, ଅନୁଭବକୁ ଭଲ ପାଉଥିବା ଲୋକ ଏବଂ ଅନୁଭବ ଯେତେବେଳେ ରାବଣ କଥା ନିଷ୍ପତ୍ତି ନେଇଥିଲେ, ସେତେବେଳେ ଯେତିକି ତାଙ୍କର ଦର୍ଶକ, ଯେତିକି ଫ୍ୟାନ ଫଲୋର୍ସ ଅଛନ୍ତି, ଯେତିକି ଜଡିତ ଅଛନ୍ତି ରାବଣ ସହିତ, ଏମିତିକି ରାବଣର ଗ୍ରୁପ ବି ତିଆରି ହେଇଛି, ତ ସେ ଯୋଉ ଭିତରେ କୋଉଠି ନା କୋଉଠି ଗୋଟେ ତାଙ୍କ ଇମୋସନକୁ କଷ୍ଟ ଆସିଛି, ଇମୋସନକୁ ବାଧିଛି, ଏବଂ ତାଙ୍କ ଫ୍ୟାନ ଫଲୋର୍ସ ମାନଙ୍କ ମଧ୍ୟରେ ଦୁଃଖ ପ୍ରକାଶ ବି ସମସ୍ତେ କରିଛନ୍ତି। କାହିଁକି ନା ରାବଣକୁ ସମସ୍ତେ ଅପେକ୍ଷା କରିଥିଲେ, ଅଧିରାଜକୁ ନୁହେଁ। ଫିଲ୍ମରେ ପରିବର୍ତ୍ତନ କିଛି ଦେଖିବାକୁ ମିଳିଛି, ଦର୍ଶକ ପାଇବେ କି ରାବଣ ଆଉ ଅଧିରାଜ ହଠାତ୍ ଚେଞ୍ଜ, ରାବଣର ଯୋଉ ଥିଲା ଟାଇଟଲ ଅଧିରାଜରେ ନିଶ୍ଚିତ ପରିବର୍ତ୍ତନ ହବ। ନାଇଁ, ଅଧିରାଜରେ ସେ ତ ସାଇଟ୍ ହେଇଗଲେ ନା, ଅଧିରାଜ ସେ ନାହାନ୍ତି ଏବେ। ଅଧିରାଜ ସେ ଟାଇଟଲ ଚେଞ୍ଜ ହେଲା ବୋଲି ସେ ସେଠୁ ଓହରି ଯାଇଛନ୍ତି। ରାବଣ ଯାହା ଥିଲା, ରାବଣକୁ ଯୋଉ ଦୃଷ୍ଟିରେ ଲୋକ ଦେଖୁଥିଲେ କିମ୍ବା ଅନୁଭବ ଯୋଉ ଇମୋସନ ଯୋଉଠି ଜଡିତ ଥିଲା ଯୋଉ ରାବଣ, ସେ ରାବଣ ନିଶ୍ଚିତ ଆସୁଛି ଆଉ ନିଶ୍ଚିତ ଆସିବ। ଆଉ ତାର ଫ୍ୟାନ ଫଲୋର୍ସ କିମ୍ବା ତାଙ୍କୁ ଭଲ ପାଉଥିବା ଦର୍ଶକଙ୍କୁ ସେ କେବେ ହାରାସମେଣ୍ଟ କରିବ ନାହିଁ ବୋଲି ମୋର ଆଶା ଓ ବିଶ୍ୱାସ। ବଜେଟରେ ପରିବର୍ତ୍ତନ ହେଇଛି କି ରାବଣ ଆଉ ଅଧିରାଜ ଭିତରେ ଏମିତି କିଛି? ନା, ସେଇଆ ନୁହେଁ। ଆକ୍ଚୁଆଲି ରାବଣ ତ ବିଗ ବଜେଟ, ଛୋଟ ବଜେଟ ନୁହେଁ। ଯିଏ ବି କରୁ ସେ ବିଗ ବଜେଟ ହିଁ ହବ, କାରଣ ରାବଣର ସବଜେକ୍ଟ ଯାହା ମୁଁ ଅଳ୍ପ ଅଳ୍ପ ଶୁଣିଛି କିମ୍ବା ଯାହା ଚିନ୍ତାଧାରା ସେମାନେ ନେଇଛନ୍ତି, ଯିଏ ବି କରନ୍ତୁ ବଜେଟ ସେ ବଡ ବିଗ ବଜେଟ ହିଁ ହବ। ଅଧିରାଜରେ କଣ ଅନୁଭବ ଆସିବେ? ମତେ କାହିଁ ଲାଗୁନି ଅଧିରାଜରେ ଆସିଲା ଭଳିଆ, କିନ୍ତୁ ରାବଣରେ ଆସୁଛନ୍ତି ସୁନିଶ୍ଚିତ। କେତେବେଳେ କଣ ପରିବର୍ତ୍ତନ, ସମୟ ପରିବର୍ତ୍ତନଶୀଳ, କେତେବେଳେ କଣ ହବ, ସମୟକୁ ଅପେକ୍ଷା କରିବା ଆମର ଦାୟିତ୍ୱ। ଆପଣ ନିର୍ଦ୍ଦେଶକ ହିସାବରେ କେତେ ଦୂର ଅଛନ୍ତି ଆଶାବାଦୀ? ଆପଣଙ୍କର ସଫଳତା ହେଇଥାନ୍ତା ନା ଅଧିରାଜରେ ସଫଳତା ହବ? ଦେଖନ୍ତୁ, ଅଧିରାଜରେ ସେୟା କହିଲି ନା, ଅଧିରାଜକୁ ଲୋକ ଅପେକ୍ଷା କରୁନାହାନ୍ତି, ରାବଣକୁ ଅପେକ୍ଷା କରୁଛନ୍ତି। ଯେହେତୁ ରାବଣକୁ ଅପେକ୍ଷା ଲୋକ କରୁଛନ୍ତି, ତ ରାବଣ ହିଁ ସକ୍ସେସ ହବ।